କୁକୁର ମଣିଷର ସବୁଠାରୁ ବଫାଦାର ସାଙ୍ଗ ହୋଇଥାଏ। ଘରେ କୁକୁର ରହିବାର ଅନେକ ଫାଇଦା ହୋଇଥାଏ। କୁକୁର ଆପଣଙ୍କୁ ବହୁତ ଭଲ ସହାୟତା କରେ। ଆପଣ ତାଙ୍କ ସାଙ୍ଗରେ କେବେ ବି ବିରକ୍ତ ହୁଅନ୍ତି ନାହିଁ। ସେମାନେ ଆପଣଙ୍କ ଉଦାସ ମନକୁ ଖୁସି କରିଦିଅନ୍ତି। ଆପଣଙ୍କ ଘର ରକ୍ଷା ବି କରନ୍ତି। କିନ୍ତୁ କ'ଣ ଆପଣ ଜାଣିଛନ୍ତି କି ଘରେ କୁକୁର ପାଳିବାର କିଛି ଜ୍ୟୋତିଷ ଲାଭ ବି ଅଛି? କୁକୁରକୁ ପାଳିବା ଏବଂ ତା'ର ସେବା କରିବା ଦ୍ୱାରା ଶନି, ରାହୁ ଏବଂ କେତୁଙ୍କ ପରି ଗ୍ରହର କ୍ରୂର ଦୃଷ୍ଟିରୁ ବଞ୍ଚି ହୁଏ। କୁକୁରଙ୍କ ଜ୍ୟୋତିଷ ଲାଭ। ନମ୍ବର 1, ଘରେ କଳା କୁକୁର ପାଳିବା ଶୁଭ ବୋଲି ବିଶ୍ୱାସ କରାଯାଏ। ଜ୍ୟୋତିଷ ଶାସ୍ତ୍ରକୁ ବିଶ୍ୱାସ କରାଯାଏ ତ କଳା କୁକୁର ଆପଣଙ୍କୁ ନକାରାତ୍ମକ ଏବଂ ଖରାପ ନଜରରୁ ବଞ୍ଚେଇଥାଏ। ଯଦି ଆପଣ ଘରେ ଅଧିକ ନେଗେଟିଭ୍ ଶକ୍ତି ଅନୁଭବ କରୁଛନ୍ତି ତେବେ କଳା କୁକୁରକୁ ନିଶ୍ଚୟ ପାଳନ୍ତୁ। ନମ୍ବର 2, କଳା କୁକୁର ଉପରେ ଶନି ଏବଂ କେତୁଙ୍କର ପ୍ରଭାବ ରହିଥାଏ। ଯଦି ଆପଣଙ୍କ କୁଣ୍ଡଳୀରେ ଏହି ଦୁଇଟି ଗ୍ରହ ଅଧିକ ଅସୁବିଧା କରୁଛନ୍ତି ତେବେ ଆପଣ କଳା କୁକୁରଙ୍କୁ ପାଳିକରି ଏହି ଗ୍ରହଣକୁ ଶାନ୍ତ କରିପାରିବେ। ଏହା ସହିତ ଆପଣ ଜୀବନରେ ଦୁଃଖ କମ୍ ଆଉ ସୁଖ ଅଧିକ ପାଇବେ। ନମ୍ବର 3, ଯଦି ଆପଣ କୌଣସି କାରଣବଶତଃ ଘରେ କୁକୁର ପାଳି ପାରୁନାହାନ୍ତି ତେବେ ମଧ୍ୟ କୌଣସି କଥା ନାହିଁ। ଏମିତି ପରିସ୍ଥିତିରେ ଆପଣ ଘର ବାହାରେ ବୁଲୁଥିବା କୁକୁର ସେବା କରିପାରିବେ। ତାଙ୍କୁ ସମୟରେ ଖାଇବା ପିଇବାକୁ ଦେଇ ଶନିଦେବଙ୍କୁ ପ୍ରସନ୍ନ କରିପାରିବେ। ଏମିତି କରିବା ଦ୍ୱାରା ଶନିଦୋଷରୁ ମୁକ୍ତି ମିଳିଥାଏ। ନମ୍ବର 4, ଯଦି ଆପଣଙ୍କ ଉପରେ ଶନିଙ୍କର 7.5 କିମ୍ବା ଢେଇଆ ଚାଲିଛି ତେବେ ଆପଣ କୁକୁରଙ୍କ ସେବା ନିଶ୍ଚିତ କରନ୍ତୁ। ତାଙ୍କୁ ପେଟପୂରା ଖାଦ୍ୟ ଖାଇବାକୁ ଦିଅନ୍ତୁ। ଯଦି କୌଣସି କୁକୁର ସମସ୍ୟାରେ ଅଛି ତାକୁ ସାହାଯ୍ୟ କରନ୍ତୁ। ରୋଗିଣା କୁକୁରଙ୍କୁ ଡାକ୍ତରଙ୍କ ପାଖକୁ ନେଇଯାଆନ୍ତୁ। ଏପରି କରିବା ଦ୍ୱାରା ଶନିଙ୍କର କୁଦୃଷ୍ଟିରୁ ଆପଣ ବଞ୍ଚି ପାରିବେ। ନମ୍ବର 5, କୁକୁରଙ୍କୁ କାଳଭୈରବର ବାହନ ମଧ୍ୟ କୁହାଯାଏ। ଯଦି ଆପଣ କୁକୁରଙ୍କୁ ସୋରିଷ ତେଲରେ ଭଜା ହୋଇଥିବା ରୁଟି ଖାଇବାକୁ ଦିଅନ୍ତି ତେବେ କାଳଭୈରବ ପ୍ରସନ୍ନ ହୁଅନ୍ତି। ଏହାପରେ ଆପଣଙ୍କ ଜୀବନରେ ସମସ୍ତ ଦୁଃଖ କଷ୍ଟ ସମାପ୍ତ ହୋଇଯାଏ। ଶତ୍ରୁ ଆପଣଙ୍କର କିଛି ବି ବିଗାଡ଼ି ପାରନ୍ତି ନାହିଁ। ନମ୍ବର 6, ଯଦି ଆପଣ ଆର୍ଥିକ ସମସ୍ୟାରେ ଅଛନ୍ତି ତେବେ ଆଜିଠାରୁ ହିଁ କୁକୁରଙ୍କ ସେବା କରିବା ଆରମ୍ଭ କରିଦିଅନ୍ତୁ। କୁକୁରର ଦେଖାଶୁଣା କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି। ସେ ଆପଣଙ୍କ ଧନ ରୋଜଗାର କରିବାରେ ଯେଉଁ ବି ବାଧା ଆସୁଛି ତାକୁ ଦୂର କରିଥାନ୍ତି। ଏହାଦ୍ୱାରା ଆପଣ ଜୀବନରେ ଆହୁରି ଅଧିକ ପଇସା ରୋଜଗାର କରିପାରନ୍ତି। ନମ୍ବର 7, କୁକୁର ଆପଣଙ୍କ ଭାଗ୍ୟ ବଦଳେଇବାର କାମ ମଧ୍ୟ କରିଥାନ୍ତି। ଯଦି ଦୁର୍ଭାଗ୍ୟ ସର୍ବଦା ଆପଣଙ୍କ ପଛରେ
ପଡ଼ି ରହିଥାଏ ତେବେ ବୁଧବାର ଦିନ ଧଳା କୁକୁରକୁ ଦହି ରୁଟି ଖାଇବାକୁ ଦିଅନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ଶୋଇଥିବା ଭାଗ୍ୟ ଚେଇଁ ଉଠିବ। ଭାଗ୍ୟ ସର୍ବଦା ଆପଣଙ୍କ ସାଥ ଦେବ। ବିଗିଡ଼ି ଯାଇଥିବା କାମ ସମୟରେ ପୂର୍ଣ୍ଣ ହୋଇଯିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ବେଲ୍ ଆଇକନ୍କୁ ଅଲ୍ରେ ପ୍ରେସ୍ କରିଦେବେ, କାରଣ ଆମର ଭିଡ଼ିଓଟି ପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିବ। ଧନ୍ୟବାଦ।